ଶ୍ରାବଣ ମାସର ତୃତୀୟ ସୋମବାରରେ ଆଖଣ୍ଡଳମଣିଠାରେ ଜଳ ଲାଗି କଲେ 60,000 କାଉଡ଼ିଆ। କାଉଡ଼ିଆଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଖଣ୍ଡଳମଣି ପୀଠରେ କଡ଼ା ସୁରକ୍ଷାର ବନ୍ଦୋବସ୍ତ। 3ଟି ନଦୀଘାଟକୁ ଜଗି ରହିଥିଲେ ଓଡ୍ରାମ୍ ଟିମ୍ ଏବଂ ଅଗ୍ନିଶମ ବାହିନୀ। ଶ୍ରାବଣ ମାସର ତୃତୀୟ ସୋମବାରରେ ଆଖଣ୍ଡଳମଣିକୁ ଜଳଲାଗି କରିବା ପାଇଁ ପୀଠରେ 60,000 କାଉଡ଼ିଆଙ୍କର ଭିଡ଼ ଲାଗିଥିଲା। କାଉଡ଼ିଆଙ୍କର ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା। ସେହିପରି ପୀଠରେ ଥିବା ବୈତରଣୀ ଏବଂ ଶାଳନ୍ଦୀ ନଦୀର 3 ଥର ମୁଆଁ ଧାନ ଖଣିଆ 3ଟି ନଦୀଘାଟକୁ ଜଗି ରହିଥିଲେ ଓଡ୍ରାମ୍ ଟିମ୍ ଏବଂ ଅଗ୍ନିଶମ ବାହିନୀ। ବୈତରଣୀରେ ବନ୍ୟା ପାଣି ପ୍ରଭାବିତ ହେଉଥିବାରୁ ଭରା ନଦୀରେ କାଉଡ଼ିଆଙ୍କର ଜଳ ପରିବହନ ଉପରେ ଗୁରୁତ୍ୱ ଦିଆଯିବା ସହିତ ଡଙ୍ଗାରେ ଅଧିକ ସଂଖ୍ୟକ କାଉଡ଼ିଆ ପାର ନ କରିବାକୁ 2 ଜଣ ଅଧିକାରୀଙ୍କ ସହିତ 3 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ରବିବାର ମଧ୍ୟରାତ୍ରରୁ ମଣିବାବାଙ୍କ ଉପରେ ଜଳଲାଗି କରିଥିଲେ କାଉଡ଼ିଆମାନେ। ଅନ୍ୟପଟେ ଆଖଣ୍ଡଳମଣି ଯାଜପୁର ଜାତୀୟ ରାଜପଥର ବୋଡ଼କଠାରେ 2 ଫୁଟ ଉଚ୍ଚର ବନ୍ୟା ପାଣି ପ୍ରଭାବିତ ହେଉଥିବାରୁ ରାତିରେ କାଉଡ଼ିଆଙ୍କର ଯାତାୟାତକୁ ବନ୍ଦ ରଖାଯାଇଥିଲା। ଭଦ୍ରକରୁ ହେମନ୍ତ ମହାଳିକ ରିପୋର୍ଟ। କାଲି ରାତି 12টাରେ ବାହାରିଲୁ। ବହୁତ ବାଟ ଦେଇକି ଆମେ ଆସିଛୁ, ଘୁଷୁରୀ ଦେଇକି ଆସିଛୁ। ଆମର ପଙ୍କି ନଈରେ ପାଣି ହେଇଯାଇଥିବାରୁ ଆମେ ଆସିପାରିଲୁନି ସେପଟରେ। ଆମେ ଏପଟରେ ଧାମନଗର ଦୋବଲ ଦେଇକି ବୁଲିକି ଆସିଲୁ। ଆସିକି ଆମେ ପାଣି ଢାଳିଲୁ। ପିଲା ଛୁଆ ସ୍ୱାମୀ ସହ ପରିବାର ଆମେ ପାଣି ନେଇକି ଆସୁ। ସବୁ ବର୍ଷ ଆମେ ପାଣି ନେଇକି ଆସୁ। ଆମେ ଦୁଃଖ ଜଣେଇଲୁ ଯେ ଆମର ସବୁକିଛି ଭଲ ସବୁକିଛି ହଉ। ଆଉ ହେଉଛି ଆମ ଗାଁ ଏବଂ ଆମର ଯେତିକ ପ୍ରିୟ ବନ୍ଧୁଗଣ ଅଛନ୍ତି ସମସ୍ତେ ଭଲ ରୁହନ୍ତୁ, ଦୁଃଖ ସବୁ ଦୂରେଇ ଯାଇ ସୁଖ ପ୍ରଦାନ କରନ୍ତୁ। ଟିକେ ନାଁ କହିଲେ? ନା ଭାଗ୍ୟଶ୍ରୀ ବେହେରା। এই যে বাবাঙ্ক পীঠর শ্রাবণ মাস চালিছি, এই যে মাসরে দর্শন কলে কোন কৃপা মিলিଥାଏ, জললাগি কলে কোন পুণ্য মিলিଥାଏ? পুণ্য কথা তো আমি ছোট ছুয়া কইপারিবনি, কিন্তু জানিଛୁ ବହୁତ ଠାକୁରଙ୍କ ବହୁତ ମହିମା ଅଛି। ଠାକୁରଙ୍କ ଦେଖିବାକୁ ଆଶାରେ ଆସିଥିଲୁ, ଦେଖିଲୁ କିନ୍ତୁ ଶାନ୍ତିରେ ଭଲ ଲାଗିଲା। ଠାକୁର কোন আসছেন? ଚୌଦ୍ୱାରରୁ ଆସିଛୁ। আজ্ঞা ଚୌଦ୍ୱାର, କଟକ ଚୌଦ୍ୱାର। কটক চৌধুরী আসছেন। যে বাবাঙ্ক পীঠ পাখু আসছেন, দেখছেন ভক্ত মানে জললাগি করছেন, আপন বি দর্শন কলে কেମିତି পুণ্য মিলে, কোন পাপ ক্ষয় হয়ে যায় না কোন পাই জললাগি করতেন ভক্ত মানে? ଆଜ୍ଞା ଭଲ ଲାଗିଲା, ଶାନ୍ତି ଲାଗିଲା ଠାକୁରଙ୍କୁ ଦେଖିକିରି। ଆଉ ଭକ୍ତ ମାନେ ଜଳଲାଗି ଯୋଉ କରୁଛନ୍ତି କୋନ ପାଇଁ ଜଳଲାଗି କରିଥାନ୍ତି ଶ୍ରାବଣ ମାସରେ? କ'ଣ ମାନସିକ ରଖିଥିବେ କରୁଛନ୍ତି ଆଉ। ଜଳଲାଗି କଲେ ପୁଣ୍ୟ ମାସ ବୋଲିକି ଜଳଲାଗି କରିଥାନ୍ତି। ଏ ମାସଟା କାହିଁ ପୁଣ୍ୟ ମାସ ରହିଛି ଶ୍ରାବଣ ମାସଟା? ମହାଦେବଙ୍କର ସେଇ ମାସଟା ଆଉ ପୁଣ୍ୟର ମାସଟା ତିଥି ରହିଛି। ମହାଦେବଙ୍କର କାର୍ତ୍ତିକ ମାସ, ଶ୍ରାବଣ ମାସ, ମହାଦେବଙ୍କର ମାସ ସେଇଟା। ଓହୋ, ଶ୍ରାବଣ ମାସରେ ଜଳଲାଗି କଲେ ସମସ୍ତେ ପୁଣ୍ୟ ମିଳିଥାଏ। ଆଜ୍ଞା ଭଦ୍ରକ। ନା ନା ନାଁଟା କ'ଣ? ନାଁଟା ଆଜ୍ଞା ଆଜ୍ଞା এই যে পানি ঢালিলে কোন আপনার পরিবার মঙ্গল পাই না কোন পাই ঢালি যান? পরিবার মঙ্গল পাই। আর পিলা ছুয়াঙ্ক পাই কোন পাই আপনি সালন্দি উঠাই দিলে? চালিকি আইলে কেমতি কোন বাবাঙ্ক না ধরিকি আইলে কোন না? ଏବେ ବାବା ଆଖଣ୍ଡଳମଣି ନାଁ ଧଇଲେ ନା କୋନ ନାମ ଧରିକି ଆଇଲେ? ଧରିକି ଆଇଲେ। ଦେଖୁଛନ୍ତି ଆଜି ସୋମବାର ଲମ୍ବା ଧାଡ଼ିରେ ସମସ୍ତେ ବି ଜଳଲାଗି କରୁଛନ୍ତି। ଯେଉଁ ଜଳଲାଗି କଲେ କ'ଣ ପୁଣ୍ୟ ମିଳିଥାଏ? ଆଜ୍ଞା କ'ଣ କରିବା ଆଉ, ବାବା ଯେତେବେଳେ ଡାକିଛନ୍ତି ଆମେ ଆସିଛୁ ତାଙ୍କ ପାଖକୁ ପାଣି ଢାଳିବା ଲାଗି। ଆଉ କ'ଣ କହିବୁ? କ'ଣ ବାବା ଆମର ମନ ଭିତରେ ଯାହା ଥିଲା ଆମର ଅଭିଯୋଗ ଆମେ କରିଛୁ, ସେଇଟା ତ ପ୍ରକାଶ କରିହେବନି ନା। ତଥାପି କଲେ ତ ଫଳ ପ୍ରାପ୍ତି କେବେ ହେଇପାରିବ? ପରିବାର ମଙ୍ଗଳ ପାଇଁ